ଗୌରହରି ଦାସଙ୍କର ଭ୍ରମଣ କାହାଣୀ ଚିହ୍ନା ଅଚିହ୍ନା ଚୀନ ପଢ଼ି ଶୁଣୁଛନ୍ତି ଅନିତ୍ୟ ମହାନ୍ତି। ଭାଗ 1। ଥାଇ ଏୟାରଲାଇନ୍ସର ଉଡ଼ାଜାହାଜ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଛାଡ଼ିବା ବେଳକୁ ରାତି 12:15 ବାଜି ସାରିଥିଲା। ଏୟାରଲାଇନ୍ସର ହିସାବରେ ଏହି ସମୟଟା 2002 ଖ୍ରୀଷ୍ଟାବ୍ଦ ଜୁନ୍ 24 ତାରିଖର ପ୍ରଥମ ମୁହୂର୍ତ୍ତ ହେଲେ ବି ମୋ ପାଇଁ 23 ତାରିଖର ମଧ୍ୟରାତ୍ରି। ଏତେବେଳକୁ ନିଘୋଡ଼ ନିଦରେ ଶୋଇବା କଥା, କିନ୍ତୁ ଆଖିରେ ନିଦ ନାହିଁ। ମୁଁ ମୋର ସତୀର୍ଥମାନଙ୍କୁ ଚାହିଁଲି। ସମସ୍ତେ ନିଜ ନିଜ ସିଟ୍ରେ ବସି ବାହାରକୁ ଚାହିଁଛନ୍ତି। ବାହାରେ ଅନ୍ଧାର ଆକାଶ, ତାରାମାନେ ବି କୋଉ କାଳୁ ଦୃଷ୍ଟିର ସାମର୍ଥ୍ୟକୁ ଅତିକ୍ରମି ଗଲେଣି। ମୋତେ ଭୋକ ଲାଗୁଥିଲା। ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରର 3 ନମ୍ବର କୋଠରୀରେ ଏବେ ବି ଅଭୁକ୍ତ ପକୋଡ଼ା ଓ କଟଲେଟ୍ ପଡ଼ିଥିବ। ସମସ୍ତେ ସାଙ୍ଗ ହୋଇ ଖାଇବୁ ବୋଲି ବେଶୀ ବେଶୀ ଖାଇବା ମଗେଇଥିଲେ। ମାତ୍ର ପରସିବାବାଲା ବହୁତ ଡେରି କଲେ। ଖାଇବା ଆସିବା ବେଳକୁ ଇଆଡ଼ୁ ଡାକରା ପଡ଼ିଲାଣି। ସାହିତ୍ୟ ଏକାଡେମୀର ଡେପୁଟି ସେକ୍ରେଟାରୀ ସୁଶ୍ରୀ ରେଣୁମୋହନ ଭାନ ଆମକୁ ବାଟୋଇ ଦେବା ଦାୟିତ୍ୱରେ ଥାନ୍ତି। ବଡ଼ ଶୃଙ୍ଖଳିତ ଓ ସମୟାନୁବର୍ତ୍ତୀ। ଭାରତୀୟ ଲେଖକ ପ୍ରତିନିଧି ଦଳର ସଦସ୍ୟ ଭାବରେ ଆମେମାନେ ଚୀନ ଯାଉଥାଉ। ଆମ ଦଳର ନେତା ବିଖ୍ୟାତ ହିନ୍ଦୀ ସାହିତ୍ୟିକ ଶ୍ରୀଲାଲ ଶୁକ୍ଳା। ତାଙ୍କର ରାଗ ଦରବାରୀ ଉପନ୍ୟାସ ମୁଁ ଅନେକ ଦିନ ତଳେ ପଢ଼ିଥିଲି। ସ୍ୱାଧୀନତା ପରବର୍ତ୍ତୀ ଭାରତବର୍ଷର ଶୂନ୍ୟଗର୍ଭ ମୂଲ୍ୟବୋଧ ପୃଷ୍ଠଭୂମିରେ କ୍ଷମତା ରାଜନୀତିକୁ ନେଇ ଲିଖିତ ଇଏ ଏକ ପ୍ରଭାବଶାଳୀ ସାଟାୟାର। ଶ୍ରୀ ଶୁକ୍ଳା ଲକ୍ଷ୍ନୌରୁ ଆସି ଦିଲ୍ଲୀରେ ତାଙ୍କ ସମ୍ପର୍କୀୟଙ୍କ ଘରେ ରହିଥିଲେ। ସେ ମଧ୍ୟ ଆସି ଆମକୁ ଲାଉଞ୍ଜରେ ଅପେକ୍ଷା କରିଥାନ୍ତି। ତେଣୁ ଆମେ ଆଉ ଖାଇପାରିଲୁ ନାହିଁ। କଫି କପେ ପିଇବା ଲାଗି ଖୁବ୍ ଇଚ୍ଛା ହେଉଥିଲା। କୋଠରୀରେ 4ଟି କପ୍, କଫି ପିଇବାବାଲା 6 ଜଣ। ଆପଣ ଆଗେ ପିଅନ୍ତୁ, ଆପଣ ଆଗେ ପିଅନ୍ତୁ। ଏଇ ଭିତରେ ସମୟ ବିତିଗଲା, କିନ୍ତୁ କଫି ପିଆ ହେଲାନି। ଏମିତି ହିଁ ହୁଏ। ଭୋକ ବେଳେ ଖାଦ୍ୟ ମିଳେ ନାହିଁ, ଖାଦ୍ୟ ମିଳିବା ବେଳେ ହାତରେ ସମୟ ନଥାଏ। ଗତକାଲି ନୂଆଦିଲ୍ଲୀରେ ଅବସ୍ଥାପିତ ଚୀନର କଲଚରାଲ କାଉନସେଲର ଭାରତୀୟ ଲେଖକମାନଙ୍କୁ ଏକ ନୈଶଭୋଜିରେ ଆପ୍ୟାୟିତ କରିଥିଲେ। ଦିଲ୍ଲୀର ଚାଣକ୍ୟପୁରୀରେ ଚୀନର ଦୂତାବାସ। ୟାଙ୍ଗ ଲିନ୍ ହାଇ ଥାନ୍ତି କଲଚରାଲ କାଉନସେଲ। ଏଇଠି ମୋତେ ଚୀନର ରୀତ ରିୱାଜ, ଖାଦ୍ୟପେୟ, ସିନେମା ଓ ସଙ୍ଗୀତ ସମ୍ପର୍କରେ ପ୍ରାଥମିକ ସୂଚନା ମିଳିଥିଲା। ଶ୍ରୀ ଲିନ୍ହାଇ ଆମକୁ ନିହାଓ କହି ଚୀନର ପାରମ୍ପରିକ ଢଙ୍ଗରେ ସମ୍ବର୍ଦ୍ଧନା ଜଣାଇଥିଲେ। ଆମେମାନେ 2 ହାତ ଯୋଡ଼ି ନମସ୍କାର କରିଥିଲୁ। ବିନା କ୍ଷୀର, ବିନା ଚୀନରେ ଜସ୍ମିନ୍ ଟି ଆମକୁ ପରସା ଯାଇଥିଲା। ତାପରେ ଚୀନର ସାମାଜିକ ଓ ସାଂସ୍କୃତିକ ଜୀବନର ଚିତ୍ର ତୁଳି ଧରିଥିବା ଏକ ଡକୁମେଣ୍ଟାରୀ ଫିଲ୍ମ। ପରବର୍ତ୍ତୀ 2 ସପ୍ତାହ କାଳ ଆମେ ମୋଟାମୋଟି ଯାହା ଦେଖିବୁ ତାର କିଛି କିଛି ଅଂଶ ଏହି ଫିଲ୍ମଟିରେ ଥିଲା। ଚୀନର କଲଚରାଲ କାଉନସେଲର ଆମ ପାଇଁ ଯେଉଁ ନୈଶଭୋଜିର ବ୍ୟବସ୍ଥା କରିଥିଲେ, ତହିଁରେ ଭାରତ ଓ ଚୀନ ଉଭୟ ଦେଶର ଖାଦ୍ୟ ଥିଲା। ମୁଁ ନିରାମିଷାଶୀ ନୁହେଁ, କିନ୍ତୁ ଆମିଷ ଟେବୁଲର ଚେହେରା ଦେଖୁ ଦେଖୁ ମୁଁ ପ୍ରାୟ ଚିତ୍କାର କରିବା ଢଙ୍ଗରେ କହି ଉଠିଥିଲି, ସୁସାଏ ପୁଚୋରୋ। ଏହି ବାକ୍ୟ ଯୋଡ଼ିକ ମୁଁ କବି ଶୈଳଜ ରବିଙ୍କ ବୋହୂଠାରୁ ଶିଖି ଆସିଥିଲି। ଏହାର ଅର୍ଥ ହେଲା, ମୁଁ ନିରାମିଷାଶୀ, ଆମିଷ ଖାଏନି। ମୋ ତୁଣ୍ଡରୁ ଚୀନର ଶବ୍ଦ କେତୋଟି ଶୁଣି ଚୀନ ଦୂତାବାସର ଯୁବକ ଅଫିସର ଜଣକ ଖୁସି ହୋଇ ତାଙ୍କ ପତ୍ନୀକୁ ତାହା କହିଲେ। 2 ଜଣ ଯାକ ଚୀନ ଦୂତାବାସରେ କାମ କରନ୍ତି। ଥାଇ ଏୟାରଲାଇନ୍ସର ଉଡ଼ାଜାହାଜଟି ପବନ ବେଗରେ ଉଡ଼ି ଚାଲିଥିଲା। ଆମେମାନେ ପଶ୍ଚିମରୁ ପୂର୍ବକୁ ଯାଉଥିଲୁ। ଭାରତର ସମୟ ଚୀନର ସମୟଠାରୁ ଆଗୁଆ। ନୂଆଦିଲ୍ଲୀରୁ ଆମେ ବ୍ୟାଙ୍କକ୍ ଯିବୁ। ବ୍ୟାଙ୍କକ୍ରେ ପ୍ରାୟ 6 ଘଣ୍ଟା ଅପେକ୍ଷା କଲା ପରେ ସେଇଠୁ TG-614 ଫ୍ଲାଇଟ୍ରେ ଯିବୁ ବେଜିଂ। ବ୍ୟାଙ୍କକ୍ରେ ଆମେ ପହଞ୍ଚିବୁ ସକାଳ 5:40ରେ। ମୁଁ ଆଉଥରେ ବିମାନ ଭିତରକୁ ଚାହିଁଲି। ବେଶୀ ଯାତ୍ରୀ ନାହାନ୍ତି। ଏବେ ବେଜିଂକୁ ସିଧାସଳଖ ବିମାନ ଯା ଆସ କଲାଣି। ହୁଏତ ସେହି ବିମାନରେ ବେଶୀ ଯାତ୍ରୀ ଯାଉଥିବେ। ସାମ୍ନା ମନିଟରରେ ଆମ ବିମାନ ଯାଉଥିବା ମାର୍ଗ ଦେଖାଇ ଦିଆଯାଉଥାଏ। ତା ସାଙ୍ଗରେ ଆମେ କେତେ ଫୁଟ ଉଚ୍ଚରେ ଯାଉଛୁ, ବିମାନର ଗତି କେତେ ମାଇଲ, ବର୍ତ୍ତମାନ ଦିଲ୍ଲୀର ସମୟ କେତେ ଓ ବ୍ୟାଙ୍କକ୍ର ସମୟ କେତେ, ସେସବୁ ତଥ୍ୟ ମନିଟର ପର୍ଦ୍ଦା ଉପରେ ଭାସି ଉଠୁଥାଏ। ମୁଁ ସିଆଡ଼ୁ ଆଖି ଫେରି ଆଣି ଝରକା ବାଟେ ଆକାଶକୁ ଚାହିଁଲି। ରାତିର ଆକାଶରେ ନକ୍ଷତ୍ରମାନଙ୍କର ସମାହାର ମଣିଷକୁ ଅଦ୍ଭୁତ ଭାବରେ ଆଚ୍ଛନ୍ନ କରିଦିଏ। ଏମିତି ଗୋଟିଏ ତାରାଭର୍ତ୍ତି ଆକାଶ ଓ ନୀଳ ନିର୍ଜନ ରାତି କବି ରମାକାନ୍ତ ରଥଙ୍କୁ ଶ୍ରୀରାଧା ଲେଖିବାର ପ୍ରେରଣା ଦେଇଥିଲା। ସଂଯୋଗବଶତଃ Sample complete. Ready to continue?